ଗୋଟିଏ ଜଙ୍ଗଲଟିଏ ଥିଲା। ଜଙ୍ଗଲଟି ବହୁତ ଘଞ୍ଚ। ଜଙ୍ଗଲରେ ହିଂସ୍ର ପଶୁମାନେ ବାସ କରୁଥିଲେ। ତା ସହିତ ହରିଣ, ମୃଗ, ଠେକୁଆ, କୁଟୁରା ପ୍ରଭୃତି ମାଂସାଶୀ ପ୍ରାଣୀମାନେ ମଧ୍ୟ ବାସ କରୁଥିଲେ। ଜଙ୍ଗଲର ଅନତି ଦୂରରେ ଆଦିବାସୀ ଗାଁଟିଏ ଥିଲା। ସେହି ଗାଁର ଅଧିକାଂଶ ଲୋକ ଆଦିବାସୀ ହରିଜନ ଲୋକ ଥିଲେ। ସେହି ଗ୍ରାମରେ ଗୋଟିଏ ସୁନ୍ଦରୀ ଝିଅଟିଏ ଥିଲା। ସେ ଥିଲା ଗାଁ ମୁଖିଆ ମାଟି ମାରାଣ୍ଡିଙ୍କ ଝିଅ। ଦିନେ ସେ ଗାଁକୁ ଗୋଟିଏ ଆଦିବାସୀ ଯୁବକ ଆସିଲା। ହାତରେ ଧନୁଶର, ବଳିଷ୍ଠ ଚେହେରା, କଳା ମୁଚମୁଚ ଶରୀରଧାରୀ ଯୁବକଟିଏ ସେହି ଗାଁରେ ସମସ୍ତ ଘର ବୁଲି ବୁଲି ବାଘ ମାତିଛି ବୋଲି ପ୍ରତାରଣା କଲା। ସେହି ଗାଁର ଲୋକେ ସନ୍ଧ୍ୟା ହେବା କ୍ଷଣି ସାବଧାନ ରହିଲେ। ସମସ୍ତଙ୍କ ତାଟି କବାଟ ପଡ଼ିଗଲା। ବାଘ ଡରରେ ଗାଁ ଲୋକେ ଜଙ୍ଗଲକୁ ଯିବାକୁ ଡରିଲେ। ଗାଁ ଲୋକମାନଙ୍କର ବେଉସା କାଠ କାଟିବା, ଶାଳପତ୍ର ତୋଳିବା, ଜଙ୍ଗଲରେ ଫଳମୂଳ ସଂଗ୍ରହ କରି କିମ୍ବା ତୃଣଭୋଜୀ ପଶୁମାନଙ୍କୁ ଶିକାର କରି ଜୀବିକା ନିର୍ବାହ କରିବା। ଯୁବକ କଥାରେ ବାଘ ଡରରେ ଗାଁ ଲୋକମାନେ ଜଙ୍ଗଲରେ ପଶିବାକୁ ଡରିଲେ। କଥାଟା ଗାଁ ମୁଖିଆ ମାଟି ମାରାଣ୍ଡିଙ୍କ ପାଖକୁ ଖବର ଗଲା। ମାଟି ମାରାଣ୍ଡି ଏ ଖବର ପାଇ ଚକିତ ହୋଇଗଲେ। ବାଘର ପ୍ରତିକାର ପାଇଁ ଗାଁରେ ଡେଙ୍ଗୁରା ପିଟିଲେ। ସେ ଜଙ୍ଗଲୀ ମହାବଳ ବାଘକୁ ଯିଏ ମାରିଦେବ, ସେ ମୋ ଝିଅକୁ ବିବାହ ହେବ। ଏ ଖବର ଜଙ୍ଗଲର ଚାରିଆଡ଼ ଆଦିବାସୀ ବସ୍ତିମାନଙ୍କୁ ଖେଳିଗଲା। ଏହା ଜଙ୍ଗଲୀ ରାଜା ଡୋରା ବିଷୋଇ ଜାଣିପାରିଲେ। ତାର ପୁଅ ସଉରା ବିଷୋଇକୁ ବିବାହ କରିବା ପାଇଁ ଝିଅ ଖୋଜା ଚାଲିଥାଏ। ଦିନେ ଡୋରା ବିଷୋଇ ପୁଅକୁ ପାଖକୁ ଡାକି ସେ କଥା କହିଲା ଯେ ସେହି ବାଘଟିକୁ ମାରିବା ପାଇଁ। ସଉରା ଭାରି ସାହସୀ ଓ ବଳୁଆ ପିଲା। ଜଙ୍ଗଲର ପଶୁମାନଙ୍କ ସହିତ ଖେଳି ସେ ନିଜେ ପଶୁ ହୋଇଯାଇଛି। ବାଘକୁ ତାର ଡର କ'ଣ? ସେ ବାପା କଥାରେ ରାଜି ହୋଇଗଲା। ସଙ୍ଗେ ସଙ୍ଗେ ହାତରେ ଧନୁଶର ଧରି ତୟାର ହୋଇଗଲା ବାଘଟିକୁ ମାରିବା ପାଇଁ। ଏ ଖବର ଗାଁ ମୁଖିଆ ମାଟି ମାରାଣ୍ଡି ପାଖକୁ ଚାଲିଗଲା। ତହିଁ ଆରଦିନ ସଉରା ହାତରେ ଧନୁଶର ଧରି ଧାଇଁଲା ଜଙ୍ଗଲ ମଧ୍ୟକୁ। ଚାରିଆଡ଼କୁ ନିରୀକ୍ଷଣ କରି ନିଜକୁ ସାବଧାନ କଲା। ଯାଉ ଯାଉ ଜଙ୍ଗଲ ମଧ୍ୟରେ ଗୋଟିଏ ବଡ଼ ଶାଳ ଗଛଟିଏ ଦେଖିଲା। ଗଛ ତଳେ ମାଟିରେ ବାଘର ପଞ୍ଝା ଚିହ୍ନ ଦେଖିବାକୁ ପାଇଲା। ମନେ ମନେ ଭାବିଲା, ବାଘ ବୋଧହୁଏ ଏହି ଗଛ ତଳେ ଶୋଇଥିଲା। ସଙ୍ଗେ ସଙ୍ଗେ ସେହି ଶାଳ ଗଛ ଉପରକୁ ଚଢ଼ିଗଲା। ଗଛରେ ଚଢ଼ି ଜଙ୍ଗଲର ଚାରିଆଡ଼କୁ ନିରୀକ୍ଷଣ କଲା। ସେତେବେଳୁ ଦିନ ଦ୍ୱିପ୍ରହର ହୋଇଯାଇଥାଏ। ସାଙ୍ଗରେ ନେଇଥିବା ଫଳମୂଳ ଆଉ ଜଳ ପିଇ ଗଛ ଡାଳରେ ବସି ବିଶ୍ରାମ କରୁଥାଏ। ହଠାତ୍ ବାଘର ଗର୍ଜନ ଶୁଭାଗଲା। ତା ଗର୍ଜନ ଶୁଣି ବନ୍ୟ ତୃଣଭୋଜୀ ପ୍ରାଣୀମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ବାଘର ଗନ୍ଧ ସଉରା ନାକରେ ବାଜିଲା। ସେ ଚାରିଆଡ଼େ ନିରେଖି ଚାହିଁଲା। ଗୋଟିଏ ମହାବଳ ବାଘ ଗୋଟିଏ ହରିଣ ପଛରେ ଗୋଡ଼ାଉଛି। ହରିଣଟି ପ୍ରାଣ ବିକଳରେ ପଳାୟନ କରୁଥିବା ବେଳେ ବାଘ ତା ଉପରକୁ କୁଦା ମାରିଲା। ଏକ ଲମ୍ଫରେ ସେହି ଶାଳ ଗଛ ମୂଳରେ ପହଞ୍ଚିଗଲା। ହରିଣଟିକୁ ଅତି ନିର୍ମମ ଭାବରେ ମାରି ଖାଉଥାଏ। ସଉରା ଦେଖି ମନେ ମନେ ଭାବିଲା, ଏହା ସୁବର୍ଣ୍ଣ ସୁଯୋଗ, ହାତଛଡ଼ା କରିବାକୁ ହେବ ନାହିଁ। ସଉରା ସଙ୍ଗେ ସଙ୍ଗେ ଧନୁରେ ସର ଯୋଖି ନିଶାଣି କଲା। ବାଘକୁ ସର ବିନ୍ଧି ମାରି ଦେଇଥିଲା। ତାପରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କଲା। କାନ୍ଧରେ ମୃତ ହରିଣଟିକୁ ବୋହି ନିଜ ପିତାଙ୍କ ସମ୍ମୁଖରେ ଠିଆ ହୋଇ କହିଲା,
ପିତା, ମୁଁ ବାଘଟିକୁ ମାରି ଦେଇଛି। ଏହା ଶୁଣି ସମସ୍ତେ ଖୁସି ହେଲେ। ମୃତ ବାଘକୁ ଦେଖିବା ପାଇଁ ବସ୍ତି ଆଦିବାସୀ ଲୋକମାନେ ସଉରା ସାଙ୍ଗରେ ଗଲେ। ସଉରା ଗଳାରେ ଫୁଲମାଳ ପକାଇଦେଲେ। ଗାଁ ବସ୍ତିର ଲୋକ ବାଘଟିକୁ କାନ୍ଧେଇ ଜଙ୍ଗଲ ଆଖପାଖ ଗାଁ ସାହି ବୁଲାବୁଲି କରି ଗାଁ ମୁଖିଆ ମାଟି ମାରାଣ୍ଡିଙ୍କ ଘରେ ପହଞ୍ଚିଲେ। ମାଟି ମାରାଣ୍ଡି ଏହା ଦେଖି ଖୁସି ହୋଇଗଲା। ତା ଝିଅ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ଦେଲା। ତହିଁ ଆରଦିନ ଶବର ରାଜା ପରମ୍ପରା ରୀତି ଅନୁସାରେ ବିବାହ କାର୍ଯ୍ୟ କଲେ। ଭୋଜି ଭାତର ଆୟୋଜନ ହେଲା। ତାପରେ ବିପଦ ସଙ୍କଟ ମୋଚନକାରିଣୀ ଦେବୀ ଚାମୁଣ୍ଡା ବନ ଦୁର୍ଗାଙ୍କ ପାଖକୁ ଗଲେ। ବନଦେବୀ ଚାମୁଣ୍ଡାଙ୍କ ପାଖରେ ଭୋଜି ଭାତ ଖାଇ ହାଣ୍ଡିଆ ପିଇ ଉଭୟ ସ୍ତ୍ରୀ ଆଉ ପୁରୁଷ ମାଦଳ ବଜାଇ କାନ୍ଧରେ ହାତ ପକାପକି ହୋଇ ନୃତ୍ୟ କରୁଥାନ୍ତି। ଏହି ସମୟରେ ଗୋଟିଏ ଭାଲୁ ଦେଖିଲେ ବନଦେବୀ ମନ୍ଦିରରେ କିଛି ଦୂରରେ ଗୋଟିଏ ଗଛ ମୂଳେ ବସିଛି। ସେହି ଗଛରେ ଅନେକ ଫଳ ଫଳିଛି, କିଛି ତଳେ ପଡ଼ିଛି। ଭାଲୁଟି ତାକୁ ଖୁଣ୍ଟି ଖାଉଛି। ସବୁଦିନେ ଶବରଟି ବନ ଦୁର୍ଗା ପୂଜା କରିବା ପାଇଁ ସେହି ସ୍ଥାନକୁ ଆସେ। ଭାଲୁଟିକୁ ଦେଖେ, ସେ କାହାର କ୍ଷତି କରେ ନାହିଁ। ସେହି ଗଛ ମୂଳେ ବସି ଗଛରୁ ଝଡ଼ା ଫଳଗୁଡ଼ିକ ଖାଏ। ତାପରେ ସେଠାରୁ ଚାଲିଯାଏ। ଦିନେ ଆଦିବାସୀ ଲୋକମାନେ ଶବର ସାଙ୍ଗରେ ସେହି ଗଛ ନିକଟକୁ ଗଲେ। ଗଛ ଆଉ ଫଳଗୁଡ଼ିକର ମହାତ୍ମ୍ୟ ଜାଣିବା ପାଇଁ ଗଛରେ ଚଢ଼ି ପାଚିଲା ଫଳଗୁଡ଼ିକ ତୋଳି ସେଥିରୁ କିଛି ଫଳ ଚାଖିବାକୁ ଲାଗିଲେ। ତାହା ଅତି ସ୍ୱାଦିଷ୍ଟ ଥିଲା, ଅତି ରୁଚିକର ଥିଲା, ମହୁ ଭଳି ମିଠା ଥିଲା। ତେଣୁ ସେହି ଫଳଗୁଡ଼ିକର ନାମ ମହୁଲ ଦିଆଗଲା। ଆଦିବାସୀମାନେ ସେଗୁଡ଼ିକୁ ଆନନ୍ଦରେ ତୋଳି ଆଣି ଭାତକୁ ରାନ୍ଧି ତାହାକୁ କିଛି ଦିନ ରଖି ତାହାକୁ ପଚେଇ ଦେଉଥିଲେ। ତାହାକୁ ସଫା କପଡ଼ାରେ ଛାଣି ଲାଖ ମହୁଲ ପକାଇ ପାଗ କରି ତଳ ଉପର ମାଟିହାଣ୍ଡି ବସାଇ କାଠ ଚୁଲାରେ ଏହାକୁ ସିଝାଉଥିଲେ। ଏହି ଦ୍ରବ୍ୟର ବାମ୍ଫକୁ ନେଇ ଅନ୍ୟ ଏକ ହାଣ୍ଡିରେ ଶୀତଳ କରି ରଖୁଥିଲେ। ତାହାକୁ ମହୁଲି ମାଦକ୍ୟ କହୁଥିଲେ। ସେହି ମାଦକ ହାଣ୍ଡିଆ ଅପେକ୍ଷା ଅତ୍ୟନ୍ତ ନିଶାଖୋର ଥିଲା। ଏହିପରି ଭାବରେ ମହୁଲର ଜନ୍ମ ହୋଇଥିଲା। ତାପରେ ମହୁଲି ମାଦକ୍ୟର ଚାହିଦା ବଢ଼ିବାକୁ ଲାଗିଲା। ଜଙ୍ଗଲରେ ମହୁଲି ମଦ ଭାଟି ସ୍ଥାପନା କରି ଆଦିବାସୀ ଲୋକମାନେ ବହୁତ ଲାଭବାନ ହେଲେ, ଖୁସିରେ ରହିଲେ। ତେଣୁ ମହତ୍ କର୍ମ କଲେ ନିଜର ଉପକାର ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଉପକାର ହୋଇଥାଏ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।